ଆରେ କଣ କରୁଛ ଏଇଠି ବସିଛ? ଆରେ କଣ ହେଲା? ଏମିତି ଘୁଞ୍ଚି ପଡିଲ ଯେ? କିଛି ହେଇନି। କଣ କିଛି ହେଇନି, ମୁଁ ଆସିକି ତମ ପାଖରେ ବସିନି, ତମ ଫଟକି ଘୁଞ୍ଚିକି ପଳେଇଲ। ଆଚ୍ଛା ମତେ କହିଲ, କାଲି ରାତିରେ ତମେ କଣ ପାଇଁ ମଦ ପିଇକି ଆସିଥିଲ? ଆରେ ଏଇ କଥା ବି ତମେ ଏତେ ଜୋର ରାଗିଛ? ଆରେ କଥା କଣ କି, କାଲି ଗୋଟେ ସାଙ୍ଗର ବାର୍ଥଡେ ଥିଲା, ଆଉ ସେ ପାର୍ଟି ଦଉଥିଲା। ଆରେ ସେଇଥି ଟିକେ ଦେଇଦେଲା, ଆଉ ମୁଁ ଟିକେ ପିଇ ଦେଇ ପଳେଇ ଆସିଲି, ଆଉ କଣ? ଆରେ ଏଇ କଥା ତୁମେ ରାଗି ବସିଛ? ତମ ପୁରୁଷ ଲୋକମାନେ ମଦ ପିଇବା ପାଇଁ ଖାଲି ଗୋଟେ ବାହାନା ଦରକାର ହୁଏ। ଜାଣିଲ, ଆଜି ଖୁସି ହେଇଗଲ ମଦ ଟିକେ ପିଇଦେଲ, କାଲି ଦୁଃଖ ହେଇଗଲା ମଦ ଟିକେ ପିଇଦବ। କିନ୍ତୁ ଆମେ ଦୁଃଖ ହେଲେ ଆମେ ସ୍ୱାମୀ କି ଖୋଜୁ, ସୁଖ ହେଲେ ଆମେ ସ୍ୱାମୀ କି ଖୋଜୁ। କାହିଁକି ଜାଣିଛ? ତାଙ୍କ ଆଗରେ ଆମେ ସବୁ କଥା ସେୟାର କରିବା ପାଇଁ। ଆଉ ତମ ପୁରୁଷ ମାନେ ଆଗ ମଦକୁ ଧର। ଦିନ ଆସିବ ତମ ପାଖରେ ମଦ ଥିବ, ହେଲେ ତମ ନିଜ ଲୋକମାନେ ତମଠୁ ଦୂରେଇ ଯାଇଥିବେ। ଏତିକି ଗୋଟେ କଥା ମନେ ରଖ, ମଦ କେବେ କାହା ପରିବାରକୁ ଖୁସିରେ ରଖିବାକୁ ଦିଏ ନାହିଁ।